ଚାନ୍ଦ ଉଦିଆ ପରି ମୁହଁଟି ତୋର କରି ଝିଲିମିଲି ଦିଶିଲାଣି। ତୁ ଜହ୍ନ ନା ଜହ୍ନର ସାନ ଭଉଣୀ, ଜହ୍ନର ସାନ ଭଉଣୀ। ହଇଏ କା କଥା କହୁଛ କି? ଜହ୍ନର ସାନ ଭଉଣୀ? ହେ ଭଗବାନେ, ସତ କହିଲ ତମେ କା କଥା କହୁଛ? ଆରେ ନା, କାହା କଥା କହିବି, ଏଇ ଜହ୍ନର ସାନ ଭଉଣୀ କଥା ମନେ ପଡ଼ିଗଲା ତ। ଭାବୁଥିଲି ଜହ୍ନ ତ ଏମିତି, ତାର ସାନ ଭଉଣୀ କେମିତି। ଦେଖ ହେ ଚିଡ଼ାଅନି ମୋତେ। ତମେ ନା ଯେମିତି କଥା କହୁନ, ମୋତେ କାହିଁ ଭାରି ସନ୍ଦେହ ହେଉଛି। କହିଲେ କ'ଣ ନା ଜହ୍ନର ସାନ ଭଉଣୀ। ମୋର କେହି ତ ଭଉଣୀ ନାହାନ୍ତି। ମୁଁ ତ ମୋ ବାବା ମାଙ୍କର ଗୋଟେ ବୋଲି ଝିଅ। ମୋର ଭଉଣୀ କେଉଁଠୁ ଆସିଲେ? ତମେ ତ ମୋତେ ଜହ୍ନ ବୋଲି କୁହ, ସବୁବେଳେ କୁହ ନା। ମୋ ଘର ଅନ୍ଧାର ରାତିରେ ତମେ ମୋର ଜହ୍ନ ଆଲୁଅ। ତ ଆଉ ମୋର ଭଉଣୀ କେଉଁଠୁ ଆସିଲା ମ? ଓହୋ ବାବୁ, ସେ କଥା କହୁନାହାନ୍ତି ଆଉ। ଆଜି 3ଟା ବେଳେ ଉଠିକିରି ମୋବାଇଲ ସୁଇଚ୍ ଅଫ୍ କରିକି ବାବୁ ଭୁବନେଶ୍ୱର ବୈନିକା ଯାଇଥିଲେ। ସେ ପୁଣି ଗାର୍ଲଫ୍ରେଣ୍ଡର ବର୍ଥଡେ ପାର୍ଟି ପାଇଁ ତାର କିଛି ସାମାନ ଦରକାର ଥିଲା ଆଣିବା ପାଇଁ, ଡ୍ରେସ୍ ପତ୍ର। ବାବୁ ଅଫିସ୍ ଯାଉଛନ୍ତି, ଅଫିସରୁ ପଇସା ଆଣୁଛନ୍ତି, ତାପରେ ଘରେ ତ ଯାହା ଖର୍ଚ୍ଚ କରୁଛନ୍ତି। ଏଇ ସାଙ୍ଗସାଥି, ଏଇ ସପିଂ ଫପିଂ, ଏଇଥିରେ ପଇସାଟା ଖର୍ଚ୍ଚ କରନ୍ତି। ଆରେ କର, କିଛି ନାହିଁ। ତମେ ଘରୁ ଗଲ, ମୋତେ ଜଣେଇଥିଲ କି ତମର କିଏ ଗୋଟେ ଗାର୍ଲଫ୍ରେଣ୍ଡ ଅଛି? ଆରେ ଗାର୍ଲଫ୍ରେଣ୍ଡକୁ ଧରି କ'ଣ ବୁଲୁଛ ମ? ତମ କ'ଣ ଲୋକ ମୋ ହାତରେ ଦେଖିନାହାନ୍ତି? ମୁଁ ତମର କିଏ ଜାଣିନାହାନ୍ତି? ନିଜ ପ୍ରେଷ୍ଟିଜ୍ ଟିକେ ରଖ। ସବୁବେଳେ ଖାଲି ଏଇଭଳି କାମ କରୁଛ। ବବଲୁ ଦେଖିକିରି ଆସିଲା, ମୋତେ କହିଲା ଦିଦି, ଆଜି ଭାଇନା କେଉଁ ଗୋଟେ ଝିଅ ସାଥିରେ ସେ ବୈନିକା ଯାଇଥିଲେ। ସେ ଝିଅକୁ ନା ବହୁତ ବଢ଼ିଆ ବଢ଼ିଆ ଡ୍ରେସ୍ ଦେଖାଉଥିଲେ। ଆଚ୍ଛା ଚନ୍ଦ୍ରମା, ତମେ କେତେ ପ୍ରାଞ୍ଜଳ ଭାବରେ କହିଲଣି ଆମ ଭାଷା। ତମେ ଯେଉଁ କୁହ, ହଇରେ ସ୍ୱାମୀ, ମୋତେ ଭଲ ଲାଗେ ହେଲା। ତ ତମେ ସତରେ ଆଜି ଏତେ କ୍ଲିଅର ଓଡ଼ିଆ କହିପାରୁଛ, ମୁଁ ତ ଭାରି ଖୁସି। ଦେଖ ହେ, ମୁଁ ତ କୁହେ, ବେଳେବେଳେ କୁହେ, ତମେ ମୋତେ ରଗେଇ ଦେଲେ ନା ତମ ଓଡ଼ିଆ ଭାଷାଟା ଆହୁରି କ୍ଲିଅର ଭାବରେ ମୁଁ କୁହେ। ତମେ ମୋତେ ଏତେ ରଗାଅନି। ସେ ଝିଅ କିଏ ଥିଲା? ମୋତେ କେବେ କହିଛ କି ତମର କିଏ ଗାର୍ଲଫ୍ରେଣ୍ଡ ଅଛନ୍ତି ବୋଲି? କହିନ ତ। ଆଜି ପ୍ରଥମ ଥର ମୁଁ ଶୁଣିକିରି ମୋ ମୁଣ୍ଡ ଚକ୍କର ଆସିଗଲା। ହେ, ମୁଁ ଏଠି ଥକା ହେଇ ବସିଗଲି। ସିଏ ପୁଣି ମୋ ସ୍ୱାମୀ ଆଉ କେଉଁ ଝିଅ ସାଥିରେ ବୈନିକାରେ। ଛାଡ଼ ହେ, ତମକୁ କ'ଣ କହିବି। ଆରେ ଦିନେ ଶାଢ଼ୀ ଖଣ୍ଡେ ଦେବାକୁ ତମ ମନ ହେଇନି, ସିଏ କହିଦେଲା ବୋଲି ତା ପାଇଁ ଡ୍ରେସ୍ କିଣା ହେଉଛି। ଇଚ୍ଛା ତ ହେଉଛି ମୁଁ ନିଜେ ଘରୁ ବାହାରି ଯାଆନ୍ତି। ନହେଲେ ଥାଉ, ଆଉ କିଛି କୁହନି। ତମେ ଜମା ରାଗନି, ଶାନ୍ତ ହେଇଯାଅ ହେଲା। ସେ ମୋର ଭଲ ସାଙ୍ଗଟା। ଆରେ ତମେ ଯାହା କ'ଣ ସିଏ ସେଇଆ, ନା ସିଏ ଯାହା ତମେ ସେଇଆ? ତମେ ମୋ ନିଜ ଘର ନୁହଁ ହେଲା। ସିଏ ଆଜି ଅଛି, କାଲି ସକାଳେ ବାହାହେଇ ତା ଶାଶୁଘରକୁ ପଳେଇବ। ତ ଖୁସିରେ ମୋତେ ଗୋଟେ ଡାକିଲା, ମୁଁ ଯାଇ ତାକୁ ଡ୍ରେସ୍ ହଳେ ଦେଇଦେଲି। ଏଇଥିରେ ତମେ ରାଗୁଛ? ନାଇଁ ମୁଁ ରାଗିବିନି। ମୁଁ ତ ଯଦି ଆଉ ଟିକେ ବେଗି ଜାଣିଥାନ୍ତି, ଏବେ ତ ରାତି ହେଇଗଲାଣି। ଦିନଟା ଯଦି ହେଇଥାନ୍ତା, ଏଇ ଆମ୍ବ ଡାଳ ଆଣି କଳସ ବସେଇଥାନ୍ତି, ଆଉ ଯେଉଁ ଗେଣ୍ଡୁ ଫୁଲ ମାଳ କରି ରଖିଥାନ୍ତି, ତମ ବେକରେ ପକାଇଥାନ୍ତି, ଆଉ ଧୂପ ବରକୋଳି ପତ୍ର ଆଣିକିରି ତମକୁ ପୂଜା କରିଥାନ୍ତି। ସେ ଦିନ ନଥିଲା ନା ରାତି ହେଇଥିଲା, ସେଥିପାଇଁ ଟିକେ ଲେଟ୍ ହେଇଗଲା। ତମକୁ ତ ଇଚ୍ଛା ହେଉଛି, ସତ କଥା କହୁଛି, ତମ ସେ ସାଙ୍ଗକୁ ମୁଁ ଦିନେ ଦେଖେ, ତା ତଣ୍ଟି ଚିପି ଅଖାରେ ପରି ତାକୁ ଯଦି କଟକ କାଠ ଯୋଡ଼ିରେ ନ ଫିଙ୍ଗୁଛି, ତାହେଲେ ମୋ ନାଁ ବି ଚନ୍ଦ୍ରମା ନୁହଁ ହେଲା। ହଉ ଶାନ୍ତ ହେଇଯାଅ। ପାଣି ଗ୍ଲାସ୍ ଆଣିଲ। ଚନ୍ଦ୍ରମା, ତମ ହାତରୁ ପାଣି ନ ପିଇଲେ ନା ମୋ ଶୋଷ ମେଣ୍ଟିବନି। ଥାଉ, ସେ ଚିକଣିଆ କଥା ମୋତେ ଆଉ କୁହନି ହେଲା। ଭାରି ମିଠା କଥା କହୁଛ। କାମ ନାହିଁ ତ ତମେ ଏଇ କାମ କରୁଛ। ତ ସାଙ୍ଗମାନେ, ମୋର ଏ ଅଭିନୟ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନେ ଆପଣଙ୍କର ମତାମତ ମୋତେ କମେଣ୍ଟରେ ଦିଅନ୍ତୁ। ଯଦି ଭଲ ଲାଗୁଛି ମୋ ଅଭିନୟ, ତାହେଲେ କିଛି ଆପଣ ଲେଖନ୍ତୁ। ଥ୍ୟାଙ୍କ ୟୁ।